ଆଜି ସକାଳୁ ସକାଳୁ ଆମ ବାଲକୋନିରେ ବସି ମୁଁ ପିତା ଶାଗ ତୋଳିବାରେ ଲାଗି ପଡ଼ିଛି। ୟାକୁ ଆମେ ଲଗେଇ ନଥିଲୁ, ମୁଁ ଆପେ ଆପେ ଉଠିଛି। ପିତା ଖାଇବା କଥା ନିୟମିତ, କାହିଁକି ନା ପିତା ଆମ ଦେହ ପାଇଁ ବହୁତ ହିତ। ପିତା ଶାଗକୁ ବାଛି ବୁଛି ଧୋଇ ଧାଇ କରିଦେଲି ରେଡି। ୟାକୁ ଏବେ ମୁଁ କଖାରୁ ପତ୍ରରେ ଦେବି ପୋଡ଼ି। ସେଥିପାଇଁ ପିତା ଶାଗରେ କିଛି ଆଳୁ ପକେଇ ସେଥିରେ ଅଳ୍ପ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, କିଛି ରସୁଣ ଛେଚା, 2ଟା କଞ୍ଚା ଲଙ୍କା, ଅଳ୍ପ ସୋରିଷ ତେଲ ଆଉ ଶେଷରେ 2 ଚାମଚ ସୋରିଷ ରସୁଣର ପେଷ୍ଟ ପକେଇ ସବୁକୁ ଭଲ ଭାବରେ ଦେଲି ଗୋଳେଇ। ଆଉ ତାପରେ ୟାକୁ କଖାରୁ ପତ୍ରରେ ଦେଲି ଗୁଡ଼େଇ। ଆଉ ଶେଷରେ ତାୱାରେ ଧିମି ଆଞ୍ଚରେ ବସେଇ ଦେଲି କିଛି ସମୟ ପାଇଁ। କିଛି ସମୟ ପରେ ଆମର ପିତା ଶାଗ ପତ୍ର ପୋଡ଼ା ଗଲା ପ୍ରସ୍ତୁତ ହେଇ। ଆଜି ଯେହେତୁ ସଣ୍ଡେ, ସେଥିପାଇଁ ବନେଇଦେଲି କିଛି ଫିସ୍ ଫ୍ରାଏ। ଆଉ ଏବେ ଆମେ ଆଜିର ଲଞ୍ଚ କରୁଛୁ ଏନ୍ଜୟ। ଏମିତି ପତ୍ରପୋଡ଼ା ରେସିପି ଲୋକମାନେ ବନଉଥିଲେ ଆଗ କାଳରେ। ମାଛ ଭଜା ବି ଫିକା ଲାଗିଲା ପିତା ଶାଗ ପତ୍ରପୋଡ଼ା ଆଗରେ। ୟାର ସ୍ୱାଦ ଜାଣିପାରିବେ ଆପଣ ମାନେ ଯାଇକି ନିଜେ ବନେଇଲା ପରେ।